ଯୁକ୍ତ 2 ବିଜ୍ଞାନ ପଢ଼ୁଥିବା ଘରର ବଢ଼ିଲା ପୁଅଟା ମାର୍ଚ୍ଚ 27ରେ ଦେଇଥାନ୍ତା ବିଜ୍ଞାନ ପରୀକ୍ଷା। ଆଉ ଜଣଙ୍କର ସ୍ୱପ୍ନ ଥିଲା ପୋଲିସ ଚାକିରି କରି ଜନତାଙ୍କ ସେବା କରିବ। ହେଲେ ଦୋଳଯାତ୍ରା ଯେମିତି ଏଇ ଦୁଇ ପୁଅଙ୍କର ସବୁ ସ୍ୱପ୍ନ ଧୂଳିସାତ କରିଦେଲା। ଭଗବାନ ସବୁ ସ୍ୱପ୍ନ ପୂରଣ କରିବା ବଦଳରେ ପରିବାର ବାପା ମା ସମସ୍ତଙ୍କ ପାଖରୁ ଛଡ଼େଇ ନେଲେ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଗାଁ ଦାଣ୍ଡଟା। ମା ମୁଣ୍ଡ ପିଟି ପିଟି କାନ୍ଦୁଛି, ଆଉ ବାପା ଛାତିକୁ ପିଟି କହୁଛି ଆମ ପୁଅ ପୋଲିସ ହେବ, ତାକୁ କିଏ ଠିକ୍ କରିଦିଅ, ତାକୁ କିଏ ଉଠେଇ ଦିଅ। ସମସ୍ତେ ଜାଣିଥିଲେ ଏ ଦୁଇ ପୁଅ ଆଉ ଏ ଦୁନିଆରେ ନାହାନ୍ତି, ତଥାପି କେହି ଏ ମନକୁ ବୁଝେଇ ପାରୁନଥିଲେ କି କେହି ନିଜକୁ ବିଶ୍ୱାସ କରିପାରୁନଥିଲେ। ସକାଳେ ହସି ଖେଳି ମଜାମସ୍ତି କରୁଥିବା ପୁଅ ଯେ ଖରାବେଳକୁ ନଥିବ ଏକଥା ଶୁଣିଲା ପରେ କେଉଁ ବାପା ମା ଧୈର୍ଯ୍ୟ ଧରିବ ଆଜ୍ଞା? ହଁ ଆଜ୍ଞା, କେନ୍ଦ୍ରାପଡ଼ାରେ ଚାଲିଥିଲା ପଞ୍ଚୁ ଦୋଳ ମେଳଣ। ଆଉ ସେଇ ଦୋଳରେ ସାଙ୍ଗମାନଙ୍କ ସହିତ ରଙ୍ଗ ଖେଳି ଖୁବ୍ ମଜାମସ୍ତି କରିଥିଲେ କେନ୍ଦ୍ରାପଡ଼ା ନିକିରେଇ ଥାନା ଅଞ୍ଚଳର କୁର୍ତ୍ତଙ୍ଗ ଓ ଘାଗରା ଗାଁର ସୌଭାଗ୍ୟ ଆଉ ଚନ୍ଦନ। ରଙ୍ଗ ଖେଳି ସାରିବା ପରେ ସାଙ୍ଗ ହୋଇ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆରପାରିକୁ ଚାଲି ଯାଇଥିଲେ। ସେମାନେ ତ ଫେରିଲେ ସତ, ହେଲେ ନା ସେମାନେ କଥା କହୁଥିଲେ ନା କାହା ଡାକ ଶୁଣିପାରୁଥିଲେ। ଯୁଆଡ଼େ ଦେଖିବ ଖାଲି କାନ୍ଦର ବିକଟାଳ ଶବ୍ଦ। ହଁ ଆଜ୍ଞା, ହୋଲି ହେଲା କାଳ, ଆଉ ଅକାଳରେ ଉଜୁଡ଼ିଗଲା ଦୁଇ ପରିବାରର ଦୁଇଟି ଅମୂଲ୍ୟ ଜୀବନ। ହୋଲି ଖେଳିସାରି ଗାଧୋଇବାକୁ ଗଲେ, କିନ୍ତୁ ଆଉ ଫେରିଲେନି। ଫେରିଲା ତାଙ୍କ ମୃତ ଶରୀର। କେନ୍ଦ୍ରାପଡ଼ା ନିକିରେଇ ଥାନା ଅନ୍ତର୍ଗତ କୁର୍ତ୍ତଙ୍ଗ ଓ ଘାଗରା ଗାଁର ଘଟିଛି ଏହି ଅଘଟଣ। ମୃତ ଯୁବକ ସୌଭାଗ୍ୟ ପରିଡ଼ା ଯୁକ୍ତ 2 ପରୀକ୍ଷା ଦେଇଥିବା ବେଳେ ଚନ୍ଦନ ସ୍ୱାଇଁ ପୋଲିସ ଚାକିରିରେ ଯୋଗ ଦେଇଥାନ୍ତେ। ଏବେ ଉଭୟ ପରିବାରରେ ଶୋକର ଛାୟା। ପୁଅର ଅକାଳ ମୃତ୍ୟୁ ପରେ ପରିବାର ଲୋକେ ସୌଭାଗ୍ୟର ଚକ୍ଷୁଦାନ କରିଛନ୍ତି। କେନ୍ଦ୍ରାପଡ଼ା ପଞ୍ଚୁ ଦୋଳ ଦିନ ଘଟିଥିଲା ଅଘଟଣ। ହୋଲି ଖେଳିସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡ଼ା। ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟକୁ ରକ୍ଷା କରିପାରିଲେନି। କିଛି ସମୟ ପରେ ନଦୀ ଭିତରୁ ସୌଭାଗ୍ୟଙ୍କ ମୃତଦେହ ଉଦ୍ଧାର ହେଲା। ସୌଭାଗ୍ୟ ଦାଣ୍ଡସାହି ସ୍ଥିତ ବ୍ରାହ୍ମଣୀ କଲେଜରେ ଯୁକ୍ତ 2 ବିଜ୍ଞାନ ଛାତ୍ର ଭାବରେ ଅଧ୍ୟୟନ କରୁଥିଲେ। ଏବେ ତାଙ୍କର ପରୀକ୍ଷା ଚାଲିଥିଲା। ଆସନ୍ତା ମାର୍ଚ୍ଚ 27 ତାରିଖରେ ଥିଲା ପରବର୍ତ୍ତୀ ପରୀକ୍ଷା। କିନ୍ତୁ ଜୀବନର ସବୁ ପରୀକ୍ଷାକୁ ଅଧାରୁ ଛାଡ଼ି ସେ ଚାଲିଗଲେ ଆରପାରିକୁ। ଘରେ ବାପା ମା ଓ ସାନ ଭଉଣୀ। ତେବେ ପରିବାର ଲୋକେ ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁଦାନ କରିବା ପାଇଁ ନିଷ୍ପତ୍ତି ନେଲେ। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା। ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ସୁଯୋଗ ପାଇବ ବୋଲି ଶୋକାକୁଳ ପରିବାର ସଦସ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି। ନିକିରେଇ ଥାନା ଅନ୍ତର୍ଗତ କୁତ୍ତରଙ୍ଗ ଗାଁର ଚନ୍ଦନ ସ୍ୱାଇଁ ହୋଲି ଖେଳିସାରି ଘର ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, କିନ୍ତୁ ପାଦ ଖସିଗଲା। ଦେଖୁ ଦେଖୁ ପାଣିରେ ବୁଡ଼ିଗଲେ ଚନ୍ଦନ। ଖୋଜାଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନଥିଲା। ଆଉ 2 ଦିନ ପରେ ନୂଆକରି ପୋଲିସ ଚାକିରିରେ ଯୋଗ ଦେଇଥାନ୍ତେ ଚନ୍ଦନ। ରାଉରକେଲାଠାରେ OCAP 4th ବାଟାଲିୟନରେ ତାଙ୍କର ଚାକିରି ହୋଇଯାଇଥିଲା। ଚାକିରିକୁ ଯିବେ ବୋଲି ସବୁ ପ୍ରସ୍ତୁତି ସରିଥିଲା, କିନ୍ତୁ ଦୈବର ଇଚ୍ଛା ଥିଲା କିଛି ଭିନ୍ନ। 2 ଭଉଣୀ ବିବାହିତା, ଚନ୍ଦନ ବାପା ମାଙ୍କର ଗୋଟିଏ ବୋଲି ପୁଅ। ଏହି ଘଟଣା ପରେ ପରିବାରର ଦୁଃଖ କହିଲେ ନ ସରେ। ଦାଣ୍ଡ ପିଣ୍ଡାରେ ବସି ଲୁହ ଗଡ଼ାଉଛନ୍ତି ବୃଦ୍ଧ ପିତାମାତା। ଉଭୟ ପରିବାରର ଆଖିରୁ ଲୁହ ଶୁଖୁନି। 2 ପୁଅଙ୍କ ଅକାଳ ବିୟୋଗରେ କେବଳ ପରିବାର ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।